ରତି ମହାନ୍ତି ତମର ବହୁତ ପ୍ରୋବ୍ଲେମ୍ ମୋ ଭିଡ଼ିଓକୁ ନେଇକି ନା। ଆରେ ମୋ ଭିଡ଼ିଓଟା ବୋଧେ ପୋଷ୍ଟ ଦେଖିନ। କ'ଣ କହିଲ, ଶସ୍ତା ମାନେ ଭଲ ଘରର ଝିଅ ବୋହୂ ମାନେ ଏମିତି ଶସ୍ତା ମାନେ ଭିଡ଼ିଓ କରନ୍ତିନି। ଆପଣ ବୋଧେ ସୋସିଆଲ ମିଡ଼ିଆରେ ଦେଖୁନାହାନ୍ତି, ସବୁ ଭଲ ଘରର ଲୋକମାନେ ହିଁ ଭିଡ଼ିଓ କରୁଛନ୍ତି। ତମ ଭଳିଆ କିଛିଟା ମିନ୍ ଲୋକଙ୍କ ପାଇଁ ଆମେ ତ ଭିଡ଼ିଓ ବନ୍ଦ କରିପାରିବୁନି, କାରଣ ଭଲ ଯେଉଁ ଦେଖିବେ ସେ ଭିଡ଼ିଓ ଯେଉଁମାନେ କରୁଛନ୍ତି ସେମାନେ ଚାକିରି ବାକିରି କରିଛନ୍ତି, ଭଲ ଭଲ ପୋଜିସନରେ ଅଛନ୍ତି। ଆଉ ଯେଉଁ ରହିଲେ କହୁଛନ୍ତି ଶସ୍ତା ଭିଡ଼ିଓ, ଆଉ କ'ଣ କହିଲେ, ମୋ ସ୍ୱାମୀର ଦେହ ଖରାପ ବେଳେ ମୁଁ ଭିଡ଼ିଓ ପୋଷ୍ଟ କରିକି ଆଉ ସିମ୍ପାଦି ନେଉଥିଲି। ତମ ଭଳିଆ ଲୋକ ସିମ୍ପାଦି କାହାକୁ ଦିଅନ୍ତି? କାହିଁ ମୋତେ ଲାଗୁନି ତମ ଭଳିଆ ଲୋକ କାହାକୁ ସିମ୍ପାଦି ଦେଉଥିବେ ବୋଲି। ଆପଣ ମୋତେ ଭଲ ଲାଗରେ ମୋ ପୋଷ୍ଟଟା ପଢ଼ି ନାହାନ୍ତି। ମୁଁ 2019 ଲେଖିଥିଲି, ସେତେବେଳେ ମୋ ସ୍ୱାମୀଙ୍କ ଦେହ ଖରାପ ଥିଲା। ଆମ ଅପରେସନ୍ ଆଜିକି ମାନେ ଏଇ ଜୁଲାଇ କି ହେଇଯିବ 8 ବର୍ଷ। ଆଉ ତମେ ସିମ୍ପାଦି କ'ଣ ଦେବ? ମୋତେ କହିଲ ଯେଉଁ ସିମ୍ପାଦି ନେଉଥିଲ ତମ ସ୍ୱାମୀ ଦେହ ଖରାପ, ଏବେ ଖାଲି କାମଧନ୍ଦା। ଆରେ ମୁଁ ସୋସିଆଲ ମିଡ଼ିଆରେ କେମିତି ପୋଷ୍ଟ କରୁଛି ସେଇଟା ମୋତେ ଟାଇମ୍ ହେଉନି। ମୋତେ ଯେଉଁ ଭିଡ଼ିଓ ମିଳୁଛି ମୁଁ ସେଇ ଭିଡ଼ିଓ ପୋଷ୍ଟ କରୁଛି। ତମର ଯଦି ଏତେ ପ୍ରୋବ୍ଲେମ୍ ହେଉଛି ତମେ ନ ଦେଖ, ମୁଁ ତ ତୁମକୁ ବାଧ୍ୟ କରୁନି। ଆଉ କ'ଣ କହିଲ, ଶସ୍ତା ହେଲେ ବି ମୁଁ ସମ୍ମାନ ସହକାରେ ମୁଁ ବଞ୍ଚୁଛି। ମୁଁ କାହା ତ ହାତ ପତେଇନି। ଆଉ ମୋ ଯେତେବେଳେ ସ୍ୱାମୀଙ୍କ ଦେହ ଖରାପ ଥିଲା ସେତେବେଳେ 2019ରେ ମୁଁ ଭିଡ଼ିଓ ଷ୍ଟାର୍ଟ କଲି। କେବେ? 3 ମାସ ହେଲା। 3 ମାସ ମାନେ 2025 ସରିବାକୁ ବସିଲାଣି, 2025ର ଭିଡ଼ିଓ। ମାନେ ମୋ ସ୍ୱାମୀଙ୍କ ମୁଁ ଯେତେବେଳେ ଦେହ ଖରାପ ଥିଲା, ତମେ ସେତେବେଳେ ମୁଁ ଭିଡ଼ିଓ ପୋଷ୍ଟ କରିଥାନ୍ତି, ତମେ ବୋଧେ ଆଉ ମୋତେ କେତେ କ'ଣ କହିଥାନ୍ତ। ମୁଁ କାହାକୁ ତ ହାତ ପତେଇକି ମାଗୁନି। ଶସ୍ତା ହେଲେ ବି ଠିକ୍ ଅଛି, ତମେ ମହଙ୍ଗା ହେଇକି ତମକୁ ନମସ୍କାର। ତମ ମହଙ୍ଗା ହେଇକି ତମ ବାଧୁଛି ବୋଧେ ତମକୁ। ଗୋଟେ ଜଣେ ନା, ମୁଁ ଜବ୍ କରୁଛି, ଆମେ ତ ଜବ୍ କରୁଛୁ, ଘର କାମ କରୁଛୁ, ତା'ମାନେ କ'ଣ ଆମେ ଭିଡ଼ିଓ ମାନେ ସବୁ ଦେଖାଉଛୁ? ଆରେ ହଁ, ଜବ୍ କରିବାଟା ନାହିଁ, ମୋତେ ଟାଇମ୍ ହେଉନି। ମୁଁ ଯେକୌଣସି ଟାଇମ୍ରେ ମୋତେ ଟିକେ ଟାଇମ୍ ହେଲା ନା, ମୁଁ ସେତେବେଳେ ଗୋଟେ ଭିଡ଼ିଓ ବନେଇଦେଲି। ତା ମାନେ ନୁହଁ ଯେ ମୋ କାମଧନ୍ଦା ବନ୍ଦ କରିକି ମୁଁ ଭିଡ଼ିଓ ବନେଇ ପାରିବି। ମୋ ଜାଗାରେ ଆସିକି ରହିବ ନା, ପାଗଳ ହେଇଯିବ ହେଲା। ହଁ, ତମେ ଜବ୍ କରୁଥିବ, ମୋତେ ଲାଗୁନି ତମେ ଘର କାମ କିଛି କରୁଥିବ, ତମକୁ ସେଥିପାଇଁ ବାଧୁଛି। ମୁଁ ତ ତମକୁ କିଛି କହୁନି। ତମ ପୋଷ୍ଟକୁ ଯାଇଥିଲି, ମୁଁ ଦେଖିଛି, ତମ ମୁହଁରୁ ଦେଖିକି ଜଣାପଡ଼ୁଛି ତମେ କାହାର କେତେ ଭଲ ଚିନ୍ତା କଲା ବାଲା। ଆରେ ତମ ଭଳିଆ ଲୋକ ତ ଭଲ କଥା ବୋଧେ କହିପାରୁନି, ସିଏ କ'ଣ କହିବ କାହାର ଭଲ ଚିନ୍ତା କରିବ? ସିମ୍ପାଦି ନେଇ କ'ଣ ମୁଁ ଯାଉ କରିବି ନା କ'ଣ ବା? ମୋର ସିମ୍ପାଦି ଦରକାର ନାହିଁ। ସିମ୍ପାଦି ନେବାର ଥିଲେ ମୁଁ ଯେତେବେଳେ ଦେହ ଖରାପ ଥିଲା ସେତେବେଳେ ଭିଡ଼ିଓ ପୋଷ୍ଟ କରିଥାନ୍ତି, କାରଣ ସେତେବେଳେ ସିମ୍ପାଦି ନେଇଥାନ୍ତି, ଲୋକ ପଇସା ବି ଦେଇଥାନ୍ତେ। କିନ୍ତୁ ମୋର ଦରକାର ନଥିଲା। ମୁଁ କାହାକୁ ହାତ ପତଉନି। ମୁଁ ନିଜ ଆତ୍ମସମ୍ମାନ ସହକାରେ ବଞ୍ଚୁଛି, ଆଉ ନିଜେ କର୍ମ କରିକି। ମୁଁ ଏତେ ଭିଡ଼ିଓରେ ନା କାହାକୁ କହିଛି ମୋତେ ଟଙ୍କାଟେ ଦିଅ ବୋଲି। ତମ ଇଚ୍ଛା ହେଲେ ମୋ ଭିଡ଼ିଓ ଦେଖିବ, ନହେଲେ ଇଗ୍ନୋର କରିଦେବ। ମୁଁ ତମକୁ ବାଧ୍ୟ କରିନି। ଆଉ ତମେ ମୋତେ କ'ଣ ଶସ୍ତା ମହଙ୍ଗା? ଆରେ ତମରି ଭଳିଆ କିଛିଟା ମିନ୍ ଲୋକଙ୍କ ପାଇଁ ଏଇ ଆଜି ଚିନ୍ତାଧାରା ତମର ଏତେ ଛୋଟ, ଏତେ ମିନ୍ ନା, ତମ କଳ୍ପନା ଭାବ। ତମେ ତ କିଛି କରିପାରିବନି, କି କାହାକୁ ଭଲରେ ଦେଖିଲେ ସହିପାରିବନି। କାଳେ କିଏ ଭଲରେ ରହିଲା, ତମ ଭଳିଆ ନାରୀ ହିଁ ନାରୀର ଶତ୍ରୁ ନାହାନ୍ତି। କିନ୍ତୁ ସମସ୍ତେ ନୁହଁ, ତମ ଭଳିଆ ଗୋଟେ କିଛି ଜଣ ତମେ କାହାର ଭଲ ଚିନ୍ତା କରିପାରନି। କି ତମକୁ ଭଲ ଲାଗେ କି ସେମାନେ କେମିତି କଷ୍ଟରେ ରୁହନ୍ତୁ, ଦୁଃଖରେ ରୁହନ୍ତୁ, ତମକୁ ସେଇଟା ଭଲ ଲାଗେ। କିଏ ଗୋଟେ ଭଲରେ ରହିଲେ ତମେ ସହିପାରିବନି। ଆଉ ତମ ପାଇଁ ତ ମୁଁ ଭିଡ଼ିଓ ପୋଷ୍ଟ ବନ୍ଦ କରିବିନି। ମୁଁ ଭିଡ଼ିଓ କରୁଛି, କରିବି, ତମ ଇଚ୍ଛା। ତମେ ଦେଖିଲେ ଖୁସି, ନ ଦେଖିଲେ ଆନନ୍ଦ ହେଲା। କିନ୍ତୁ ମୋତେ କହିବା ପୂର୍ବରୁ ଭଗବାନଙ୍କୁ ଡାକନି, ସମୟର ଚକ୍ର କେତେବେଳେ ଘୁରୁଛି ନା, କେତେବେଳେ ତମ ପଟକୁ ଓଲଟିଯିବ। ଯେତେବେଳେ ତମ ସାଥିରେ ଘଟିଯିବ ସେ କୌଣସି ଦିନ, ତାପରେ ଜାଣିବ ସିମ୍ପାଦି କାହାକୁ କହନ୍ତି ହେଲା। ତମ ସାଥିରେ ଭଗବାନ କେତେବେଳେ କାହାର ମୋଡ଼ ବଦଳେଇ ଦେବେ ତମେ ନିଜେ ଚିନ୍ତା ବି କରିପାରିବନି। ସିମ୍ପାଦି, ମାଇ ଫୁଟ୍ ସିମ୍ପାଦି ନେଇକି ମୁଁ ଯାଉ କରିବିନି। ମୋତେ ବହୁତ ମାନେ ସୁନ୍ଦର ଲୋକ ଅଛନ୍ତି ମୋର। ତମେ ମୋତେ ଆଉ ଗୋଟେ ପୋଷ୍ଟରେ ବି କମେଣ୍ଟ କରିଥିଲ, ମୁଁ ତମକୁ କିଛି କହିନଥିଲି, ଇଗ୍ନୋର କରିଥିଲି। ମୁଁ କହିଲି ଛାଡ଼, କାହା ହାତରେ ମୁହଁ ଲାଗି କିଛି ଲାଭ ନାହିଁ। ତାପରେ ମୋତେ ପୁଣି କାଲି ତମେ ପୋଷ୍ଟ କରିଛ, ଭଲ ଘର ଝିଅ ମାନେ ଏମିତି ଶସ୍ତା ଭିଡ଼ିଓ କରନ୍ତିନି। ତମେ ସିମ୍ପାଦି ନେଉଥିଲ ତମ ସ୍ୱାମୀଙ୍କ ଦେହ ଖରାପରେ, ଏବେ ପୁଣି ଡେଲି କାମଧନ୍ଦା ଦେଖେଇକି ଭିଡ଼ିଓର। ଆରେ ସିମ୍ପାଦି ନେଇ ମୁଁ କରିବି କ'ଣ? ଯଦି ମୁଁ ଗୋଟେ ପ୍ଲାଟଫର୍ମ ଅଛି, ମୋର ଗୋଟେ କିଛି ମୁଁ ଇନକମ୍ କରିପାରିବି, ତାହେଲେ ମୁଁ କଲି। ଆପଣ ବି କରନ୍ତୁ, ତ ମୁଁ ମନା କରୁଛି ଆପଣଙ୍କୁ କରିବା ପାଇଁ? ତାହେଲେ ମୋତେ କାହିଁ କହିବେ ଆପଣ? ଇଚ୍ଛା ହେଲେ ଦେଖିବେ, ନହେଲେ ନାହିଁ ଇଗ୍ନୋର କରିଦେବେ। ମୋର ବହୁତ ସୁନ୍ଦର ଅଛନ୍ତି ଦେଖିବା ପାଇଁ, ଆଉ ମୋତେ ବହୁତ ସୁନ୍ଦର ହିଁ କମେଣ୍ଟ କରନ୍ତି। ଯାହାର ହୃଦୟ ସୁନ୍ଦର ସେ ଲେଖିବେ ବି ସୁନ୍ଦର। ଆଉ ତମ ହୃଦୟରେ ତ ମଇଳା ଭର୍ତ୍ତି ହେଇକି ରହିଛି। ତମେ ତ କାହାର ସୁଖ ଶାନ୍ତିରେ ଦେଖିପାରନି ଲାଗୁଛି, ସେଥିପାଇଁ ତମକୁ ବହୁତ ଖରାପ ଲାଗୁଛି।
ମାନେ ମୋ ଭିଡ଼ିଓରେ ତୁମର ପ୍ରୋବ୍ଲେମ୍ କ'ଣ? ମୁଁ ତ ତୁମକୁ ଦେଖିନି ଜାଣି ତୁମର ଏତେ ମୋ ଉପରେ ରାଗ କ'ଣ ପାଇଁ? ରାଗିଲେ ମୋର କିଛି ଫରକ ପଡ଼ିବନି, ମୋତେ କିଛି ବି ଫରକ ପଡ଼ିବନି। ମୁଁ ପୋଷ୍ଟ କରିବା କଥା କରିବି। ଆଉ ଭଲ ଲାଗରେ ମୋ ପୋଷ୍ଟକୁ ଯାଇ ଦେଖିବ। ମୁଁ କେବେର ଆମ ଦେହ ଖରାପ ଲେଖିଥିଲି 2019, 8 ବର୍ଷ ପରେ ମୁଁ ଭିଡ଼ିଓ କରୁଛି, 7 ବର୍ଷ ପରେ। 7 ବର୍ଷ ଭିତରେ ମୁଁ କାହିଁ ପୋଷ୍ଟ କରୁନଥିଲି, ଭିଡ଼ିଓ କରୁନଥିଲି ନା। ମୁଁ ମୋ ଜାଗାରେ ସମସ୍ତଙ୍କୁ ଠିକ୍ ଠାକ୍, ମୋ ସ୍ୱାମୀଙ୍କ ଦେହ ଭଲ ହେଲା ତାପରେ ମୋତେ ଲାଗିଲା ହଁ ଯଦି ଗୋଟେ ପ୍ଲାଟଫର୍ମ ଅଛି, ମୁଁ ଯଦି କିଛି ମୁଁ ଯେତେବେଳେ ସୋସିଆଲ ମିଡ଼ିଆକୁ ଆସିଛି ମୁଁ କିଛି ନା କିଛି ପୋଷ୍ଟ କରିବି। ତା ମାନେ ନୁହଁ ଯେ ମୁଁ ତ ଆଉ ସବୁଆଡ଼େ ବୁଲି ବୁଲିକି ଭିଡ଼ିଓ କରିପାରିବିନି, କାରଣ ମୋତେ ମୋ ଘର ପରିବାର ମୋ ଫ୍ୟାମିଲି ଦେଖିକି ମୋ କାମ କରିକି ତାପରେ ମୋତେ ଯେଉଁ ସମୟଟା ଫାଙ୍କା ମିଳିଲା ମୁଁ ଯାହା ଭିଡ଼ିଓ ପାଇଲି ପୋଷ୍ଟ କଲି। ଆଉ ତୁମର ଏତେ ପ୍ରୋବ୍ଲେମ୍ କ'ଣ ଅଛି? ଭଲ ଘର ଝିଅମାନେ ହିଁ, ଭଲ ଘରର ପୁଅମାନେ ହିଁ, ଭଲ ଘରର ବୋଉମାନେ ହିଁ ଭିଡ଼ିଓ କରୁଛନ୍ତି। ଆଉ ଏମିତି ନୁହଁ ଯେ ମୁଁ କିଛି ଖରାପ ଭିଡ଼ିଓ, ମୋତେ ଲାଜ ଲାଗିବ କାହିଁକି? ମୁଁ କ'ଣ କରୁଛି କି ମୋତେ ଲାଜ ଲାଗିବ? ମୁଁ କ'ଣ କ'ଣ ଭାଷା କହୁଛି, କାହାକୁ ଗାଳି କରୁଛି? ମୁଁ କ'ଣ ଖରାପ ଭିଡ଼ିଓ ପୋଷ୍ଟ କରୁଛି? ନା ମୋର କଥାବାର୍ତ୍ତାରେ ମୁଁ କାହାକୁ କ'ଣ କହିଛି? ମୁଁ କିଛି କହିନି। ତେଣୁ ମୋତେ କାହିଁ ଲାଜ ଲାଗିବ? ତୁମକୁ ଲାଜ ଲାଗିବା କଥା। ଜଣକୁ ଏମିତି ମିନ୍ ଭଳିଆ କମେଣ୍ଟ କରନ୍ତୁ, ଚିପ୍ ମିନ୍, ଏତେ ଅତି ଗୋଟେ ନନସେନ୍ସଙ୍କ ଭଳିଆ କଥାବାର୍ତ୍ତା କରୁଛନ୍ତି। ସାଧାରଣ ଜ୍ଞାନ, ସାଧାରଣ କମନ ସେନ୍ସ ଟିକେ ଥିବ ନା, ଏମିତି କଥାବାର୍ତ୍ତା କରିବନି। ସେଇମାନଙ୍କୁ ଲାଜ ଲାଗିବ ଯେଉଁମାନେ ଖରାପ ଭିଡ଼ିଓ କରୁଛନ୍ତି, ଯେଉଁମାନେ ଖରାପ ପୋଷ୍ଟ କରୁଛନ୍ତି, ଭାଷା କହୁଛନ୍ତି, ସେମାନଙ୍କୁ ଲାଜ ଲାଗିବ। ମୋତେ କାହିଁ ଲାଜ ଲାଗିବ? ମୁଁ ମୋ ଫ୍ୟାମିଲି ରିଲେଟେଡ଼ ନେଇକି ଭିଡ଼ିଓ କରୁଛି। ଆଉ ମୋ ସ୍ୱାମୀଙ୍କ ପରମିସନରେ ହିଁ କରୁଛି। ମୁଁ ତ କିଛି ଖରାପ ଭିଡ଼ିଓ ଗୋଟେ କରୁନି, ମୋତେ ଲାଜ କାହିଁ ଲାଗିବ? ତୁମକୁ ଯଦି ଏତେ ଲାଜ ଲାଗୁଛି ମୋ ଭିଡ଼ିଓ ସ୍କିପ୍ କରିଦିଅ। ତୁମକୁ ଆଉ ଜମା ଲାଜ ଲାଗିବନି ଦେଖିବାକୁ। କାହା କ'ଣ କହୁଛନ୍ତି ଥରେ ଚିନ୍ତା କରନ୍ତୁ। କେଉଁ ଜାଗାରେ କେଉଁ କମେଣ୍ଟଟା ଦେଉଛନ୍ତି। ହଁ ମତ ଅଛି ଦେବାର, କିନ୍ତୁ ଦେଖିକି ତ କରନ୍ତୁ। କ'ଣ ଗୋଟେ ଖରାପ ଜିନିଷ ସୋସିଆଲକୁ ମେସେଜ୍ ଦେଲି, ତାହେଲେ ହୁଏତ କହିଲେ ମୁଁ ମାନିନି। ମୁଁ ତ ସୋସିଆଲ ମିଡ଼ିଆକୁ କିଛି ଖରାପ ମେସେଜ୍ ଦେଉନି। ମୁଁ ଯେତିକି ରିଲେଟେଡ଼ ମୋ ଫ୍ୟାମିଲି ରିଲେଟେଡ଼ ଭିଡ଼ିଓ କରୁଛି। ତୁମକୁ ଯଦି ଏତେ ପ୍ରୋବ୍ଲେମ୍ ଲାଗୁଛି ନ ଦେଖ, ହେଲେ ମୋତେ ଆଉ ଥରେ କମେଣ୍ଟ କରିବ, 100 ଥର ଭାବିବେ, ଚିନ୍ତା କରିବ ମୁଁ କ'ଣ ଭୁଲ କହିଛି କି ଠିକ୍ କହିଛି। ଆଉ ଯଦି କ'ଣ ଛାଡ଼ କହିଛି, ମୋତେ କହିବାକୁ ବି ଇଚ୍ଛା ହେଉନି।